ଶରତ ଥାନା ଅନ୍ତର୍ଗତ ଦୋଳିପଡ଼ା ଗ୍ରାମର ଦମ୍ପତିଙ୍କ ସମେତ ମୋଟ 3 ଜଣଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡାଦେଶ ଦେଲେ କୋର୍ଟ। ତାଲା ବନ୍ଦ ଘରେ ନିଆଁ ଲଗାଇ ଭିତରେ ବନ୍ଦ ଥିବା ନାବାଳିକାଙ୍କୁ ଜୀବନ୍ତ ଦଗ୍ଧ କରାଯାଇଥିବା ଅଭିଯୋଗ ମାମଲାକୁ ବାରିପଦା ଆଡହକ୍ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ପୋସ୍କୋ ଆଇନର ଫାଷ୍ଟଟ୍ରାକ୍ ସ୍ପେଶାଲ କୋର୍ଟ ସନ୍ତୋଷ କୁମାର ନାୟକ ବିଚାର କରି ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ଅଧୀନ ଦୋଳିପଡ଼ା ଗ୍ରାମର ଅଭିଯୁକ୍ତ ସ୍ୱାମୀ ଓ ସ୍ତ୍ରୀଙ୍କ ସମେତ 3 ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ ସଶ୍ରମ କାରାଦଣ୍ଡରେ ସମାବାର ଦଣ୍ଡାଦେଶ ଶୁଣାଇଛନ୍ତି। ତେବେ ଦୋଷୀ ସାବ୍ୟସ୍ତ ଦମ୍ପତି ସ୍ୱାମୀ ଗ୍ରାମ ସେବକ ଚକ୍ରଧର ନାୟକ ଓ ପତ୍ନୀ ଶିକ୍ଷୟିତ୍ରୀ ଅନିମା ବଳ ଏବଂ ଘର ତଦାରଖକାରୀ ଚିନ୍ତାମଣି ବିଶ୍ୱାଳ 3 ଜଣ ଯାକଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡାଦେଶ ସହ 15,000 ଟଙ୍କା ଲେଖାଏଁ ଜରିମାନା ଅନାଦାୟୀ ଅତିରିକ୍ତ 1 ବର୍ଷ କରି ଦଣ୍ଡାଦେଶ ରହିଛି। ତେବେ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ମନୋରଞ୍ଜନ ପଟ୍ଟନାୟକ ମାମଲାର ପରିଚାଳନା କରୁଥିଲେ।